ଅଗ୍ନିବୀର ବାୟୁର ନିଯୁକ୍ତି ରାଲି ରହିଛି, ଯେଉଁଟାକି ବାରିପଦା ମୟୂରଭଞ୍ଜ ଓଡ଼ିଶାରେ ରହିଛି ନିଯୁକ୍ତି ରାଲି। ଏଇଟା 27/8/2025ରୁ ଆରମ୍ଭ ହୋଇ 3/9/2025 ତାରିଖ ପର୍ଯ୍ୟନ୍ତ ଏହି ରାଲିଟି ଚାଲିବ। ଏଥିରେ 12ଟି ରାଜ୍ୟର ପ୍ରାର୍ଥୀମାନେ ଭାଗ ନେଇପାରିବେ। ଆସାମ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ମେଘାଳୟ, ମଣିପୁର, ମିଜୋରାମ, ନାଗାଲାଣ୍ଡ, ସିକିମ୍, ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ଓଡ଼ିଶାର 30ଟା ଯାକ ଜିଲ୍ଲାର ପ୍ରାର୍ଥୀମାନେ। ଏଥିରେ ଗୋଟିଏ ସୁବିଧା ରହିଛି, ଯେଉଁଥିରେ କି ମହିଳା ପ୍ରାର୍ଥୀମାନେ ମଧ୍ୟ ଏଥିରେ ଯୋଗଦେବେ ଏବଂ ସେମାନଙ୍କ ପାଇଁ ଗୋଟିଏ ସ୍ପେଶାଲ ଡେ ରହିଛି, ସେଇଥିରେ ଯାଇକି ସେମାନେ ଭାଗ ନେଇପାରିବେ। ପ୍ରଥମେ ଦେଖିବା ଠିକଣା କ'ଣ ରହିଛି ନା, ଛଉପଡ଼ିଆ, ବାରିପଦା, ମୟୂରଭଞ୍ଜ, ଓଡ଼ିଶା। ସ୍ଥାନ ସମସ୍ତଙ୍କ ପାଇଁ ସେମ୍ ରହିଛି। ପ୍ରଥମେ ତାରିଖ 27/8/2025ରୁ 28/8/2025 ପୁରୁଷ ପ୍ରାର୍ଥୀମାନଙ୍କ ପାଇଁ ରହିବ। ଉପସ୍ଥିତି ସମୟ ରହିବ 27/8/2025 ପ୍ରାତଃ 6 ଘଟିକା ଠାରୁ 10 ଘଟିକା ପର୍ଯ୍ୟନ୍ତ। କାର୍ଯ୍ୟକଳାପ କ'ଣ ରହିବ ନା, ଶାରୀରିକ ଫିଟନେସ୍ ବା PFT ରହିବ, ରିଟିନ୍ ରହିବ ଏବଂ ଅନୁକୂଳ କ୍ଷମତା ପରୀକ୍ଷା ରହିବ, ଯେଉଁଟାକି ଏବଂ ମେଡ଼ିକାଲ ଆପଏଣ୍ଟମେଣ୍ଟ ମଧ୍ୟ ରହିବ। ଏଥିରେ 9ଟି ରାଜ୍ୟ ଯେମିତିକି ଆସାମ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ମେଘାଳୟ, ମଣିପୁର, ମିଜୋରାମ, ନାଗାଲାଣ୍ଡ, ପଶ୍ଚିମବଙ୍ଗ, ଛତିଶଗଡ଼ ସମସ୍ତ ଜିଲ୍ଲାର ପ୍ରାର୍ଥୀମାନେ ଭାଗ ନେଇପାରିବେ। ସେପରି 30/8ରୁ 31/8 ପୁରୁଷ ପ୍ରାର୍ଥୀମାନେ ମଧ୍ୟ ଏଥିରେ ଭାଗ ନେବେ, ଯେଉଁଟାକି 30/8/2025 6ଟା ସକାଳରୁ 10ଟା ପର୍ଯ୍ୟନ୍ତ ରହିବ ସମୟ। ଶାରୀରିକ ଫିଟନେସ୍ ପରୀକ୍ଷା, ଲିଖିତ ପରୀକ୍ଷା, ଅନୁକୂଳ କ୍ଷମତା ପରୀକ୍ଷା ଏବଂ ମେଡ଼ିକାଲ ଆପଏଣ୍ଟମେଣ୍ଟ। ଏଥିରେ 2ଗୋଟି ରାଜ୍ୟ ଯେମିତିକି ଝାଡ଼ଖଣ୍ଡ, ସିକିମ୍ର ଏବଂ ଜିଲ୍ଲା ସମେତ ଓଡ଼ିଶାର 30ଟା ଜିଲ୍ଲାର ସମସ୍ତ ପ୍ରାର୍ଥୀ ଭାଗ ନେଇପାରିବେ। ଏବଂ ଲାଷ୍ଟ ଯେଉଁ ରହିଛି 2/9/3/9, ଏଥିରେ କେବଳ ମହିଳା ପ୍ରାର୍ଥୀମାନେ ଭାଗ ନେଇପାରିବେ ଏବଂ ଉପସ୍ଥିତ ସେମାନେ ରହିବେ 2/9/2025 ପ୍ରାତଃ 6ଟାରୁ ଦିବା 10ଟା ପର୍ଯ୍ୟନ୍ତ। ଶାରୀରିକ ଫିଟନେସ୍, PFT, ଲିଖିତ ପରୀକ୍ଷା, ଅନୁକୂଳ କ୍ଷମତା ପରୀକ୍ଷା ଏବଂ ମେଡ଼ିକାଲ ଆପଏଣ୍ଟମେଣ୍ଟ ରହିବ। 12ଟି ରାଜ୍ୟର ସମସ୍ତ ଯେଉଁ ରାଜ୍ୟ ଆମେ ଉପରେ କହିଛେ ସେ ରାଜ୍ୟଗୁଡ଼ିକ ସହିତ ଓଡ଼ିଶା ମଧ୍ୟ ସମସ୍ତ ଜିଲ୍ଲାର ପରୀକ୍ଷାର୍ଥୀ, ମହିଳା ପରୀକ୍ଷାର୍ଥୀ ଏଥିରେ ଭାଗ ନେବେ। ପୂର୍ବରୁ ଏଥିରେ ନାମ ପଞ୍ଜୀକରଣ ଅନଲାଇନ୍ କରିବା ଦରକାର ନାହିଁ। ଏୟାରଫୋର୍ସର ୱେବସାଇଟ୍କୁ ଯାଇକି ଡାଇରେକ୍ଟ ଆପଣ ଯାଇପାରିବେ। ବୟସ ସୀମା 1 ଜାନୁଆରୀ 2025ରୁ 1 ଜାନୁଆରୀ 2005ରୁ 1 ଜୁଲାଇ 2008 ମଧ୍ୟରେ ଯେଉଁମାନେ ଜନ୍ମଗ୍ରହଣ କରିଥିବେ ବା 17 ବର୍ଷ 6 ମାସରୁ 21 ବର୍ଷ ବୟସ ପର୍ଯ୍ୟନ୍ତ ଏଥିପାଇଁ ଯୋଗ୍ୟ। ଏଇ ଯେଉଁ 2ଟା ତାରିଖ ରହିଲା, ଏଇ ତାରିଖ ଭିତରେ ଯେଉଁମାନେ ଜନ୍ମଗ୍ରହଣ କରିଥିବେ। +2 ଆର୍ଟ୍ସ, ସାଇନ୍ସ, କମର୍ସ ଯେକୌଣସି +2 ପାସ୍ କରିଥିବେ, 50% ମାର୍କ ଥିବ। ଇଂରାଜୀରେ ସର୍ବନିମ୍ନ 50% ମଧ୍ୟ ମାର୍କ ଥିବା ଦରକାର। ଦେଖନ୍ତୁ, ଏଗ୍ରିଗେଟରେ 50% ଥିବ, ଇଂରାଜୀରେ 50% ଥିବ। ତା ସହିତ 2 ବର୍ଷର ଯେଉଁମାନେ ଭୋକେସନାଲ୍ ପାଠ୍ୟକ୍ରମ ଯଦି କରିଛନ୍ତି, ITI କରିଛନ୍ତି କିମ୍ବା 3 ବର୍ଷର ଡିପ୍ଲୋମା କରିଛନ୍ତି, ମେକାନିକାଲ, ଇଲେକ୍ଟ୍ରିକାଲ, ଇଲେକ୍ଟ୍ରୋନିକ୍ସ, ଅଟୋମୋବାଇଲ୍ସ କିମ୍ବା କମ୍ପ୍ୟୁଟର ସାଇନ୍ସ ଏସବୁଥିରେ ଯେଉଁମାନେ କରିଛନ୍ତି ସେମାନେ ମଧ୍ୟ ସେଥିରେ 50% ମାର୍କ ରଖିଥିବେ, ଇଂରାଜୀରେ ମଧ୍ୟ 50% ମାର୍କ ରଖିଥିଲେ ଯାଇପାରିବେ। ଓଜନ ଉଚ୍ଚତା ପୁରୁଷ ଓ ମହିଳାମାନଙ୍କ ପାଇଁ ସର୍ବନିମ୍ନ ଉଚ୍ଚତା 152 ସେମି। ଓଜନ, ଉଚ୍ଚତା ଓ ବୟସ ଅନୁପାତରେ ଯାହା ମେଡ଼ିକାଲ ବୋର୍ଡ଼ର ଥିବ। ଦୌଡ଼ ପୁରୁଷମାନଙ୍କ ପାଇଁ ନ୍ୟୁନତମ ଏବଂ ବକ୍ଷ ଚଉଡ଼ା ଯେଉଁଟା ଆମର ଅଛି ଛାତି 77 ସେମି ଏବଂ 5 ସେମି ବିସ୍ତାରିତ କରିପାରୁଥିବେ। ମହିଳା ପ୍ରାର୍ଥୀ ପାଇଁ ବକ୍ଷ ବିସ୍ତାର ଅନିବାର୍ଯ୍ୟ 5 ସେମି ହେବା ଉଚିତ। ସେପରି ଯଦି ଦେଖିବା ଦକ୍ଷତା ଚୟନ ଯେଉଁଟା ଆମର ରହିଛି, ଶାରୀରିକ ଫିଟନେସ୍ ରହିବ ପୁରୁଷମାନଙ୍କ ପାଇଁ 7 ମିନିଟ୍ରେ 1600 ମିଟର, 1 ମିନିଟ୍ରେ 10ଟି ପୁସ୍ଅପ୍, 1 ମିନିଟ୍ରେ 10ଟି ସିଟ୍ଅପ୍ସ ଏବଂ 1 ମିନିଟ୍ରେ 20ଟି ସ୍କ୍ୱାଟ୍ସ ରହିଛି। ସେମିତି ମହିଳା ପ୍ରାର୍ଥୀଙ୍କ ପାଇଁ 8 ମିନିଟ୍ ମଧ୍ୟରେ 16 କିମି ଦୌଡ଼ିବେ ବା 1600 ମିଟର ଦୌଡ଼ିବେ, 16 କିମି ନୁହେଁ 1600 ମିଟର ଏବଂ 1 ମିନିଟ୍ରେ 10ଟି ସିଟ୍ଅପ୍ସ ଏବଂ 1 ମିନିଟ୍ରେ 15ଟି ସ୍କ୍ୱାଟ୍ସ ଏବଂ ପୁସ୍ଅପ୍ସ ଆବଶ୍ୟକ ଦରକାର ନାହିଁ ମହିଳା ପ୍ରାର୍ଥୀମାନଙ୍କ। ଲିଖିତ ପରୀକ୍ଷାରେ
ରିଜନିଂ ଆଣ୍ଡ ଜେନେରାଲ ଆୱାରନେସ୍ ରହିବ 30 ମାର୍କର, ଇଂରାଜୀ 20 ମାର୍କର ଏବଂ 45 ମିନିଟ୍ ମଧ୍ୟରେ ପରୀକ୍ଷାଟି ଆପଣ ଦେବେ। ମାର୍କିଂ ପ୍ରଣାଳୀ ହେଲା ପ୍ରତି ସଠିକ୍ ଉତ୍ତର ପାଇଁ 1 ମାର୍କ ଦିଆଯିବ। ଯେଉଁ କୌଣସି ପ୍ରଶ୍ନର ଉତ୍ତର ନଦିଅ ସେଥିପାଇଁ 0 ମାର୍କ। ଭୁଲ ଉତ୍ତର ପାଇଁ ଦିଆଗଲା ଅଧିକ ଏକ ଅପସନ୍ ବାଛିଲେ 0.25 ମାର୍କ। ଯଦି ଗୋଟିଏ ଅପସନ୍ ବାଛିଛନ୍ତି ଠିକ୍ ଅଛି, ଯଦି ଗୋଟିଏରୁ ଅଧିକ ଅପସନ୍ ବାଛିଛନ୍ତି ତାହେଲେ ସେଇଟା ଭୁଲ ଗଣା ହେବ ଏବଂ 0.25 ମାର୍କ କଟିଯିବ। ଅନୁକୂଳ କ୍ଷମତା ଦେଖ, ଯେଉଁଟାକି ଏବଂ ଅନୁକୂଳ କ୍ଷମତା ଦକ୍ଷତା 2 ଏ ଦୁଇଟାକ ରହିଛି। ତାପରେ ମେଡ଼ିକାଲ ଏକ୍ଜାମିନେସନ୍ ରହିଛି। ଆବଶ୍ୟକ ଡକୁମେଣ୍ଟ ମାଟ୍ରିକୁଲେସନ୍, +2, ଇଣ୍ଟରମିଡ଼ିଏଟ୍, ଡିପ୍ଲୋମା, ବୃତ୍ତିମୂଳକ ପାଠ୍ୟକ୍ରମର ଅସଲି ମାର୍କସିଟ୍ ଏବଂ ସାର୍ଟିଫିକେଟ୍, ତା ସହିତ NCC ଯଦି ନେଇଛନ୍ତି ABC ସାର୍ଟିଫିକେଟ୍, ରେସିଡେଣ୍ଟାଲ୍ ସାର୍ଟିଫିକେଟ୍, ଜାତିଗତ ପ୍ରମାଣପତ୍ର, ବାୟୁସେନାର ଯଦି ସନ୍ତାନ ସନ୍ତତି ଆପଣ ତାର ପ୍ରମାଣପତ୍ର ନେବେ। ପାସପୋର୍ଟ ସାଇଜ୍ ରିସେଣ୍ଟ କଲର୍ ଫଟୋକପି 20ଟା ନେଇଥିବେ। ଏସବୁ ନେଇ ଆପଣ ରାଲିରେ ଯୋଗ ଦେଇପାରିବେ।